बोल भाई जय जगन्नाथ स्वामी की शास्त्रीय कार्यक्रम आज हूँ पालार अधिवास रजनी हाँ हाँ शास्त्रीय कार्यक्रम खंड करवा हाँ मो मन गली
ଜୟତିରେ କଥା ଭଗବାନ ଏ ହଁ ଆଜି ହଁ ପରିବେଷଣ କରିବା ଭଗବାନ ରାଧାକୃଷ୍ଣଙ୍କ ଉଦ୍ଦେଶ୍ୟରେ ବାଦ୍ୟ ଖଣ୍ଡେ ଆଳାପ ମାଧ୍ୟମରେ। ବାଦ୍ୟର ନାଁ ହେଉଛି ଯୁଗଳବନ୍ଦୀ ବାଦ୍ୟ। ଯୁଗଳବନ୍ଦୀରେ ନୃତ୍ୟ କେମିତି କରନ୍ତି ଭଗବାନ, ସେଇ ନୃତ୍ୟକୁ ଆମେ ଆଜି ବାଦ୍ୟର ରୂପ ଦେଇ ଆଳାପ ମାଧ୍ୟମରେ ପରିବେଷଣ କରିବା। ଜାତି ହେଉଛି ଚତୁର୍ଥ ଜାତି, ତାଳ ହେଉଛି ତାଳ, ମାତ୍ରା ହେଲା 4 ମାତ୍ରା। ଭାଇ ବୁଝିଯାଉଛି ଯୁଗଳବନ୍ଦୀ ବାଦ୍ୟ କେମିତି ହବ?
बोल विश्व व्यापक विश्व चिंतामणि श्रीमन श्री श्री सत्यनारायण देव प्रभु भारत त्राणदंग द्वितीय रथे सर्वे बोल ब्रह्मानंद गवार हरि हरि बोल।
ଶାସନ ଚନ୍ଦା ଆଚ୍ଛା ବ୍ରାହ୍ମଣଙ୍କ ହିସାବରେ କକା ଦାଦା କୁହନ୍ତି ଆଚ୍ଛା ମତେ ପୁତୁରା ପୁଅ ଏ ବା ହବନି କାଇଁ ହବନି କାହିଁକି ହବନି କହନି କହୁନା ଦେଖୁନ ହଁ ଖାଇଲି ପିଇଲି ପେଣ୍ଟାଲୁ ଖାଇଲି ହଁ। ଦେଖ ହଁ ଏ ଶରୀର ଯୋଉ ରେଞ୍ଜରେ ଝାଳ ସବୁଜି ଭାଇଙ୍କ ପୁଅ ହଁ। ଏ ପୁଅ ମତେ କୋକାଟାକୁ ତୁ ପୁତୁରା କହିଲେ କଥା ହଁ। ଏଇ କୁଣ କରିବି ମୋର ତ ଭଲରେ ବୁଝୁଛି କକା ଏଠି କକା ଦାଦା ବଡାପା କିଛି ଚଳିବନି ତାହେଲେ କଣ କହିବି ଅନୁଷ୍ଠାନର ଅଧିବାସ ରଜନୀ ହଁ। ଆମକୁ ଅଧିବାସ କରିବାକୁ ପଡିବ ଦେଖିଲୁ ପୁଅ ହଁ ଛୋଟ ପିଲାଟି ହେଲେ କଣ ଭାଷଣ ଅତି ମଧୁର ନାଇଁ ନାଇଁ ମଧୁମୟ କପଡ଼ ଭାଇ ବଡ ଭାଇ ତୁମ କଥାରୁ ଯାହା ଜଣା ପଡୁଛି ହଁ ତୁମେ ଦୁଇ ଜଣ ଶାସିନୀରୁ ଆସିଛ କି ନହେଲେ ଶାସିନୀ ପାଖରେ ରହୁଛ ଏ ତମେ ବୁଝିପାରିବ କିନ୍ତୁ ଆମେ ଗୋଟିଏ କଥା ବୁଝିପାରୁନୁ ତୁମେ କଣ? କାର୍ତ୍ତିକ ମାସରେ ଶାସନୀ ସମାଜରେ କେବେ ଆମିଷ ପଶେ ନା ନା। କିନ୍ତୁ ତୁମ ତ ବିନା ଆମିଷରେ କେତେବେଳେ ମୁଁ କାହିଁ ଦେଖୁନି କଣ କରିବା ସେ ତ ଆମ କର୍ମରେ ରହ ରହ ଏଣୁ ତେଣୁ ନ ଗପି ହଁ। କ୍ଷୁଦ୍ର କ୍ଷୁଦ୍ର କଳାକାର ହିସାବରେ ମଞ୍ଚରେ ମଞ୍ଚାସୀନ ହୋଇସାରିବା ପରେ ହଁ ସର୍ବାଦୌ ଜଗତକର୍ତ୍ତା ବିଶ୍ୱନିୟନ୍ତା ପ୍ରଭୁ ସତ୍ୟନାରାୟଣ ପ୍ରଭୁ ଜଗତର ନାଥ ଜଗନ୍ନାଥ ମୋ ପଦ ତଳେ କୋଟି କୋଟି ପ୍ରଣାମ ଝଙ୍କଳବାସିନୀ ଆଦ୍ୟାଶକ୍ତି ମା ମଙ୍ଗଳା ମା ସରଳା ମା ତାରିଣୀ ମା ଜାଗେଶ୍ୱରୀ ମା କାଳିକାରୀଙ୍କ ପଦ ତଳେ କୋଟି କୋଟି ପ୍ରଣାମ ତତ୍ସହିତ ଉପସ୍ଥିତ ଆମର ସମସ୍ତ ସୁଧୀ ଦର୍ଶକ ସମାଜ ପଣ୍ଡିତ ମଣ୍ଡଳୀ ଗୁରୁଜନ ମଣ୍ଡଳୀ ତଥା ଆମର ମାତୃକଳପା ଭଗିନୀକଳପା ସମସ୍ତ ମା ଭଉଣୀ କୁନାକୁନି ପିଲା ସಮೇତ ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ଅଧିକ ପବିତ୍ର ରଜନୀର ହାର୍ଦ୍ଦିକ ଅଭିନନ୍ଦନ ଜଣାଇ ଆରମ୍ଭ କରିବାକୁ ଯାଉଛୁ ପ୍ରାରମ୍ଭିକ କାର୍ଯ୍ୟକ୍ରମ ପାଲା ଏ ପାଲା ପାଲା ଆରେ ପୁଅ ଓ ପାଲା ଥିଲା ବାବା ଆରିଲେ ମୋ ପାଇଲେ ଆଣ୍ଠୁ ଗଣ୍ଠି ଛିଡ଼ାଇ ସବାଇ ମଳା ରାମ ବାବୁ ଏ କପିଳା ଭୁଲ କପିଳା ବଡ ଭାଇ ଆଣ୍ଠୁ ଗଣ୍ଠି କାହିଁ ଛିଡ଼ାଇ କଣ ତୈଳ କରିବାକୁ ଯିବ କି ଭାରି କଷ୍ଟ ରେ ଭାରି କଷ୍ଟ କପଡ଼ ଭାଇ ହଁ ସର୍ବଦା ସମୟକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମ କରିବାକୁ ପଡ଼ିଥାଏ ଠିକ, ଠିକ। ତାହେଲେ ସର୍ବାଦୌ ବାୟକ ହିସାବରେ ମଞ୍ଚାସୀନ ହୋଇସାରିବା ପରେ ଅଧିବାସର କର୍ତ୍ତବ୍ୟ ଅଧିବାସର ଧର୍ମକୁ ଆଖି ଆଗରେ ରଖି ହଁ ସର୍ବଶେଷରେ ବାଦ୍ୟ ଖଣ୍ଡେ ପରିବେଷଣ କରିବା ଇଏ ହେଉଛି ବାୟକର ଧର୍ମ ଧର୍ମ ତାହେଲେ ବାଦ୍ୟଟିଏ ବଜେଇବା ପୂର୍ବରୁ ଅଧିବାସ ତିଥି ବା ପ୍ରାରମ୍ଭିକ କାର୍ଯ୍ୟକ୍ରମର ସମ୍ୟକ ସୂଚନା ଦେବା କଣ ପ୍ରଥମେ ବାୟକଟିଏ ମଞ୍ଚକୁ ଆସିବା ପରେ ବା ଆସିବା ମାତ୍ରେ କେଉଁ କେଉଁ କାର୍ଯ୍ୟ ଅଧିବାସ ତିଥିରେ କରିବାକୁ ପଡିଥାଏ ସଂକ୍ଷେପରେ ମୁଁ ଆପଣମାନଙ୍କ ଆଗରେ ବର୍ଣ୍ଣନା କରୁଛି ସେ କଣ ଆମେ ଜାଣିନୁ କଣ କହିବ ତମେ ବାଇକ ମୃତକ ଧରିକି ଆସିବା ପେଣ୍ଡାଲ ତାପରେ କପଡା ବନ୍ଧା ହେଇଥିବ ତାକୁ ଖୋଲିବ ତାପରେ ଟିକେ ପାଉଡର ମାରି ଆଗ ପିଠାକୁ ଟିକେ ଘଷିବ ଘର୍ଷଣ ପରେ ପେଟକୁ ପ୍ରହାର କରିବ ସେ ମୃଗ ଯୋଉ ଶବ୍ଦ ବାହାରିବ ସିଏ ହଉଛି ବାଦ୍ୟ ସିଏ ମୃଦଙ୍ଗ ଆରେ କପିଳ ଭାଇ ତୁମେ ଯୋଉ କଥାଟା କହିଲ ତାହା ଅବଶ୍ୟ କିଛି ତ ମାତ୍ରାରେ ସତ୍ୟ କିନ୍ତୁ କପଡା ଖୋଲିବା ପାଉଡର ମାରିବା ଅଙ୍ଗୁଳି ଚାଳନା କରିବା ଭିତରେ କେତେ ମନ୍ତ୍ର ସାଧନା କରିବାକୁ ହୁଏ ମନେ ମନେ ଉଚ୍ଚାରଣ କରି ଗୁରୁଙ୍କ ପାଦରେ ପ୍ରଣାମ ଜାଣିବାକୁ ହୁଏ ତାହା ଜାଣିବା ଦରକାର ତୁମେ ଖାଲି ଦେଖୁଛ ପାଉଡର ଖୋଲା ଏ ଯୋଉ କପଡା ଖୋଲା ହେଲା ପାଉଡର ମରା ହେଲା କଣ ଗୋଟେ ଶ୍ଲୋକ ଗାଉଛି କହିଲା ପ୍ରଥମେ ଭୂମି ସୁଧିଞ୍ଚ ସ୍ନାନ ଦେହି ବସୁନ୍ଧରୀ ଦ୍ୱିତୀୟ ଦଣ୍ଡବତ ଶୈବ ଶ୍ରୀ ଗୁରୁ ପରମେଶ୍ୱର तृतीये खड़हस्तेञ्च चतुर्थे धारणं तथा पंचमे हस्तमर्धने षष्ठे वादनं तथा सप्तमे जुग्महस्तेञ्च अष्टमे आरम्भं तथा नवमे मूर्धना शैव दशमे घात प्रगिरि बुझाउछि देखि गोटे नुआ सब आम भितर सृष्टि होछि ताहले प्रथमे भूमि शुद्धि स्नान देही बसुंधरी सर्वादौ कर्तव्य भूमि शुद्धि आसन शुद्धि टिके होबा दरकार ये मंचरे जो पटा बाड़िया जायछि ये जो सुंदर कपड़ा टिके पड़िछि ये केउंटी केउंटी केते कार्यक्रम रे थिबो कलाकार हिसाब रे टिके शुद्धि कले तापर पाला परिवेषण काहेकि ना विश्व रे जेते कला प्रचलित आज्ञा पाला होछि सर्वश्रेष्ठ बा विधक कला ये पाला रे किछि शिखिबा को मिलि थाए तेणु पालाकार को संक्षेप में कहुए जड़े जड़े गण शिक्षक बुझाऊँ कपिल भाई प्रथम श्लोक कहले प्रथमे भूमि शुद्धि स्नान देही वसुंधरी भूमि शुद्धि आसन शुद्धि केमिति गोटे श्लोक आणुछि कहले ओम महाभुदंडाय सीता पाणी नमस्तुते विष्णु नाम त्रिवारेण औ भूसुधि परिकीर्तिता सीता पाणी भगवान राम
କଥାକୁ ଟିକେ ଶ୍ରବଣ କରିବା ବା ମନେ ପକେଇବା ଠିକ୍ ଠିକ୍ ତାହେଲେ ଇଏ ଭୂମିଶୁଦ୍ଧି ଓଁ ମା ଭୂତଣ୍ଡାୟ ସୀତା ପ୍ରାଣୀ ନମସ୍ତୁତି ହଁ। ଭୂମିଶୁଦ୍ଧି ହେଲା ଆଉ ଆପଣମାନେ ଦେଖିଥିବେ କଣ? ଜଳ ଶୁଦ୍ଧି ନନା ମାନେ ଜାଣନ୍ତି ହଁ। ଯେଉଁଠି ଜଳ ଆଣନ୍ତି ପ୍ରଭୁଙ୍କର ପୂଜା ନିମନ୍ତେ ହଁ। ବିଷ୍ଣୁ ନାମ ତ୍ରିପାରାୟଣ ହଁ। ବିଷ୍ଣୁ 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 ଶୁକ୍ଲାମ୍ବରମ୍ ଧର ବିଷ୍ଣୁ ଶଶିବର୍ଣ୍ଣ ଚତୁର୍ଭୁଜଂ ପ୍ରସନ୍ନ ବଦନ ଧାୟଂ ସର୍ବୈଗୁଣ ପ୍ରସାଦ ନହେଲେ ଅପବିତ୍ର ପବିତ୍ର ବା ସର୍ବୋତ୍ତମସ୍ତ ବିବାହ ଯସ୍ମରତେ ପୁଣ୍ଡରୀକାକ୍ଷିଂ ସଭାୟା ଭୟଙ୍କର ସୂଚି ଇଏ ଭୂମି ଶୁଦ୍ଧି ଆସନ ଶୁଦ୍ଧି ଜଳ ଶୁଦ୍ଧି ଗଲା ଦ୍ୱିତୀୟ କଣ ଆସିବ? ଦ୍ୱିତୀୟ ଦଣ୍ଡବତ ସ୍ତୈବ ଶ୍ରୀ ଗୁରୁ ପରମେଶ୍ୱର ଦ୍ୱିତୀୟରେ ଗୁରୁଙ୍କର ପାଦ ତଳେ ପ୍ରଣାମ ଜଣାଇବା କେମିତି ଶ୍ରୀ ଗୁରୁ ବନ୍ଦେ ଚରଣେ ପ୍ରଣତି ବାଜତ ମୃଦଙ୍ଗ ଧନତି ଧନ ସତତ ସ୍ୱର କୃତ ପ୍ରକଟିତ ରଟ ତାତି ଥୋଦେ ଚାଟାନ ରୂପ ସନାତନ ହରି ନୀର୍ତ୍ତନ ତୁମ କରି ବାଜତ କୀର୍ତ୍ତନ ସପଳେ ଭାଇ ଓ ପାର ଦେଇ ଆଗକୁ ଯାଅ। ଠିକ୍ ଠିକ୍ द्वितीय दंडवत शैव श्री गुरु परमेश्वर तृतीय खड़हस्तेन चतुर्थे धारण तथा तृतीय रे खड़ हस्त को आनी चतुर्थ रे धारण करिबो ए जो खड़ जो हस्त को आनिबो कांध को आनिबो कोन श्लोक नमो चैतन्य कृपाय सर्वजीव उद्धारणी श्री राधा माधव पदे मृदंगाय नमो नमः एते पाठ देते ମୁଁ ଜାଣିପାରୁନି तापरे ତାପରେ पंचमे हस्त मर्धनी ମର୍ଦ୍ଦନ ଜାଣିପାରୁନୁ हे कपड़े भाई पंचम रे कर्तव्य हला ये बाम अंग दक्षिण अंग शुद्धि हाँ। केमिति बामांगे धारण जत्वा धर्म अर्थ काम मोक्ष को की क्षमतान तस्मात् फलत लभ्यते बाम अंग शुद्धि दक्षिण अंगे वश ब्रह्मा चतांगुष्टि ईश्वर की क्षमतान तस्मात् फलत लभ्यते श्लोक होती हूँ ये गला दी हाथ चुटुम हस्त केमिति समगात वाद्य में वाद्य संभूत भरत प्रमाखेत पापताप हरे नर श्री चैतन्य नित्यानंद जाहिने ओ भजन तथा कलं कलुक नाशन ये गला चुटुम हस्त शुद्धि एते शुद्धि सरिला परे अष्टमे आरंभ कथा अष्टम रे मृदंग बजेबा आरंभ हो ଆମର କିନ୍ତୁ ଏମିତି ନାହିଁ ଆଉ ତମର କେମିତି ଆମେ ଧରିବୁ ବୋଲିବୁ ସେଇଥିପାଇଁ କୁହନ୍ତି ଆଜ୍ଞା ଜଗନ୍ନାଥ ଚକାଡୋଳା ମୃଦଙ୍ଗ ଆକାର ବିଷ୍ଣୁ ଦ୍ରୋହୀ ହୁଏ ସଦା ମାରୋଇ ଯେ କର ଇଏ ଯୋଉ ଜଗନ୍ନାଥଙ୍କ ଚକାଡୋଳା ଦେଖନ୍ତୁ ମହାପ୍ରଭୁଙ୍କ ଆଖି ଯେମିତି ଗୋଲ ମୃଦଙ୍ଗର ଆଖି ଦେଖନ୍ତୁ ସେମିତି ତେଣୁ କବି କହିଲେ ଜଗନ୍ନାଥ ଚକାଡୋଳା ମୃଦଙ୍ଗ ଆକାର ବିଷ୍ଣୁ ଦ୍ରୋହୀ ହୁଏ ସଦା ମାରୋଇ ଯେ କର ତମେ ଖୋଲିଲ ସିଧା ବଜେଇ ତାହେଲେ କାହାର ଦ୍ରୋହୀ ହେଲ ବିଷ୍ଣୁଙ୍କର ଆରେ ବିଷ୍ଣୁଙ୍କ ଦ୍ରୋହୀ ହେଲ ଯଦି ଏତେକ ମନ୍ତ୍ର ଉଚ୍ଚାରଣ ନ କରି ମୃଦଙ୍ଗ ବଜେଇବ ଜୀବନ ସାରା ଯେମିତି କହନ୍ତିନି ଜୀବନ ସାରା ବଜେଇ ଚାଲିବ ହେଲେ କହିବ କାହିଁ ମତେ କିଛି ଅଣ୍ଟୁନି ଯାହା ରୋଜଗାର କରୁଛି ଯେତେ ପାର୍ଲରରେ ଯାଉଛି ଭଜନରେ ଯାଉଛି କୀର୍ତ୍ତନରେ ଯାଉଛି ଯାହା ହେଲେ ଇଆଡେ ସଟେଜ ହବନି ଆଜ୍ଞା ନୀତି ଅନୀତି ଆଚରଣ ଉଚ୍ଚାରଣ ସବୁ ଠିକ ରହିବା ଦରକାର ମୃଦଙ୍ଗ ପରିବେଷଣ ହବ ଭଗବାନଙ୍କ ଆଜ୍ଞା ଭଗବାନଙ୍କ ନାମ ପାଇଲେ କିଏ ଗରିବ ହୁଏ ଆଜ୍ଞା ସେତେବେଳେ ଯୁଗ ଥିଲା ସମୟ ଥିଲା ଆପଣ ଯାଉଥିଲେ କୀର୍ତ୍ତନ କଲେ ଭଜନ କଲେ ଅରୁଆ ଖଣ୍ଡେ ଖାଇଲେ ଆଇଲେ ଆଉ କପଡ଼େ ଭାଇ ଅଛି ନାହିଁ 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 କିନ୍ତୁ ଆମର ନୀତି ଆଉ ଉଚ୍ଚାରଣ ଆଚରଣ ये तीनोटी जिनिस ठीक हेबा दरकार ताहाले जाय तमे कम रखिनो आउ तमे तो कीर्तन कोन कहबी एबे देखिबे बहुत कीर्तन वाला हेलोनी कीर्तन आगे केई देह को नेबेनी मु जोटा देखि कि अंगे लिभेई के कहूची এই কথা ଦେଖିବା ଆଜ୍ଞା କୀର୍ତ୍ତନ ସରିଗଲେ ସେଇ ପାଲ ଉପରେ ମୃଦଙ୍ଗ ଥିବ ଧାଞ୍ଜ ଥିବ ସେଇପଟେ ଚପଲ କୁଦି ଯିବା ଆସିବା କରିଥିବ ଅରୁଆ ଡାଲମା ଖାଇଲେ ମୃଦଙ୍ଗ ଧାଞ୍ଜ କିଏ କରୁଛନ୍ତି ଭୁଲ ये भूल आଜ୍ଞା ଯେମିତି କରିବେ ସେମିତି ପାଇବେ ଆଉ ବହୁତ କଳାକାର କହିବେ ଶେଷ ଜୀବନରେ ଆଜ୍ଞା ଆମେ ବହୁତ ଦୁଃଖ ପାଇଲୁ ବା ରୋଗକ୍ରାନ୍ତ ହେଲୁ ଭୁଲ ଆଜ୍ଞା ନୀତି ଅନୀତି ଆଚରଣ ଯଦି ଭୁଲ ହବ ବିଷ୍ଣୁ ଦ୍ରୋହୀ ହୁଏ ସଦା ମାରୋଇ ଯେ କର ତେଣୁ ସେଇଟାକୁ ଆଗ ଉଚ୍ଚାରଣ ଆଚରଣରେ ରଖି ତାପରେ ମୃଦଙ୍ଗ ପରିବେଷଣ କରିବା ଢେର କହିଲେ ଆମକୁ ରହ ଏଇଠି ବନ୍ଦ ଆଉ ଟିକେ ଆଗକୁ ଯିବା
ଯିବା ହଉ। କହିଲେ ନବମେ ମୂର୍ଚ୍ଛନା ଶୈବ ଦଶମେ ଘାତ ପ୍ରକୀର୍ତ୍ତା ନବମରେ କର୍ତ୍ତବ୍ୟ ମୂର୍ଚ୍ଛନା ବାଦ୍ୟ ଖଣ୍ଡେ ପରିବେଷଣ ହବ ଆରେ ୟାକୁ ସବୁ ପୁରୁଣା ପାଠ ଇଏ ଆଲୋଚନା ନ କଲେ କାହିଁ କହୁଛି କହିଲ ଏବେ କେତେ ଗୁଡ଼ିଏ ନୂଆ ଗାୟକ ବାହାରିବନି ସେ ଭାବୁଛନ୍ତି ଇଏ ଯୋଉ ପୁରୁଣା ଗାୟକ ଆମେ ସବୁ ପୁରୁଣା ହେଇଗଲୁଣି ଯଦି ପୁରୁଣା ଗାୟକ ମୁଁ ଆଜ୍ଞା କେବେ ପୁରୁଣା ନୂଆ ଭାବେନି ମୁଁ ସବୁବେଳେ ଛୋଟ ଭାବେ ନିଜ ଶିଖିବାର ସବୁଠି ଅଛି କିନ୍ତୁ ସମୟ ଅଭାବରୁ ଯେତେବେଳେ ଆଲୋଚନା ନ ହେଉଛି କିଛି ଜଣ ମନେ ମନେ ଭାବିଲେଣି କିଛି ଜାଣନ୍ତିନି ଏଇଠି ଗୋଟେ କଥା ଆପଣଙ୍କୁ କହୁଛି ବାମ ହାତରେ 5 ଆଙ୍ଗୁଠି ଦକ୍ଷିଣ ଆଗରେ 5 ଆଙ୍ଗୁଠି ବୁଝିଯାଉଛି ଦି ହାତରେ 2ଟା ପାପୁଲି ଦେଖିଲ ରହ କାହାର ଦେଖିଲି ଆମ ଛୟାଙ୍କର କଣ ତାଙ୍କର ହେଇଛି ଓହୋ ତାଙ୍କ ଆଙ୍ଗୁଠି ଗୋଟେ 2 ଭାଗ ହେଇଯାଇଛି ଆରେ ସେ ଗୋଟିଏ ଆଙ୍ଗୁଠି କୌଣସି କାରଣବଶତଃ ଏଟା 2 ଭାଗ ହେଇଛି କିନ୍ତୁ 5ଟା ଆଙ୍ଗୁଠି ହଉଛି ଇଏ ହଉଛି କମ୍ପଲସରି ଜନ୍ମ ଦୋଷ ରହ କପିଳ ଭାଇ ଗୋଟିଏ କଥା ମନେ ରଖ କୁହ ଇଏ ସର୍ବଦା ବାୟକ ମାନଙ୍କର ଇଏ ଡାହାଣ ହାତରେ ରହିଲେ 6 ଜଣ ଦେବତା ବାମ ହାତରେ ରହିଲେ 6 ଜଣ ଦେବତା କିଏ ଆଉ ଗୋଟେ ଶ୍ଲୋକ ଗାଉଛି କହିଲେ ମୃଧନ୍ୟ ନାଶ ଚୈତନ୍ୟ ତର୍ଜନେ ରାମାନନ୍ଦନେ ମଧ୍ୟେ ଶ୍ରୀ ଅଦ୍ୱୈତ ଦେବ ଶ୍ରୀନିବାସ ଚୌନାମିକେ କନିଷ୍ଠେ ଗଦାଧରବ୍ୟ ହସ୍ତେ ଶ୍ରୀ କୃଷ୍ଣ ବସ ତମେ ତ ଅଳ୍ପ ବହୁତ ମୃଦଙ୍ଗ ବଜଉଛ ତମେ ତ ଗାୟକ ଆଚ୍ଛା ଡାହାଣ ହାତରେ 6 ଜଣ ରହିଲେ ବାଁ ହାତରେ 6 ଜଣ କିଏ ରହିଲେ ପଇସା ଦଉଛନ୍ତି କହୁନା ହଁ ପଇସା ମୁଁ ନଦେଲେ ବାବୁ ମାନେ ଅଛନ୍ତି ନାଇଁ ନାଇଁ ଇଏ ପାଲା ଛାଡ଼ିକି ଆଉ କୋଉ ପାଲା ହଉ ଦେଖିବା ବାମ ହାତରେ କୋଉ ଦେବତା ରହିଲେ ଟିକେ ଦେଖିବା ସେ କଥା ଛାଡ଼ ନବମରେ ମୂର୍ଚ୍ଛନା ଶୈବ ନବମରେ ଗୋଟେ ମୂର୍ଚ୍ଛନା ବାଜିବ ବାଦ୍ୟ ଟିକେ ଏଠି ବଜେଇ ଦଉଛି ଆଜ୍ଞା ସମୟ ହେଇପାରେ ନ ହେଇପାରେ ମୂର୍ଚ୍ଛନା ବାଦ୍ୟ କପିଳ ଭାଇ ଦେଖ ଚତୁର୍ଥ ଜାତିରେ ଖଣ୍ଡେ ବାଦ୍ୟ ଆସୁ ମୃଦଙ୍ଗ ତାଗିରି ତାକ ଥିନି ତାଗିରି ଦିଦ୍ଦୋ ତାଗିରି ତାକ ଥିନି ତାଗିରି ଦିଦ୍ଦୋ ତାଗିରି ତାକ ଥିନି ତାଗିରି ଦିଦ୍ଦୋ ଖିଟା ଧେଗ ଦେୟା ତାତା ବାହାନା କୁହ ମୁଁ ଏଠି ବୁଝିପାରିଲି କଣ ବୁଝିଲ ପୂଜା ରହିଲା ଆଚ୍ଛା ତମେ ତାପରେ କହିଲ ଟିପ ମାରିଲେ ମୁଁ ଦେଖିବା ପାଇଲି ଠିକ କଥା ପରିଷ୍କାର ଭାବେ ବୁଝଉଛି ଯୋଉଟା ତାପରା ନାଇକି ସେଟା ହଉଛି ତାଳ ଯୋଉଟା ଆଙ୍ଗୁଠିରେ ଗଣିକି ସେ ହେଲା କଳା ତାଳ ଏବଂ କଳା ମିଶିଲେ ବାଦ୍ୟ ହବ ଯେମିତି କରେଣ୍ଟ ଜଳୁଛି ଆଜ୍ଞା ଗୋଟେ ନେଗେଟିଭ ଗୋଟେ ପଜିଟିଭ ରହିଛି ସେମିତି ତାଳରେ ଅଛି ତାଳ ଏବଂ କଳା ତାହେଲେ ତାଳ କେତେଟା ପଇଲା ତାଗିରି ତାକ ଥିନି ତାଗିରି ଦିଦ୍ଦୋ ତାଳ କେତେଟା ପଇଲା ଗୋଟେ ତାହେଲେ ଇଏ ହେଲା ଏକତାଳ ଗୋଟିଏ ତାଳରେ ଏକତାଳ ଏକତାଳରେ କଳା କେତେ ରହିଲା ତାଗିରି ତାକ ଥିନି ତାଗିରି ଦିଦ୍ଦୋ 3 1 4 ଚାରି ମାତ୍ରା ଯୋଉ ଭିତରେ ଥିବ ତାକୁ ଏକତାଳ ଗୀତ ବୋଲି ବୁଝିଯାଉଛି ଦେଖ କେମିତି ମୂର୍ଚ୍ଛନାଟା ହଉଛି ତାଗିରି ତାକ ଥିନି ତାଗିରି ଦିଦ୍ଦୋ ये है मूर्छना घात दशमे घात प्रकृता एते सब कर्तव्य ये सब कर्म सरला परे दशमे खंडे घात बाद्य घात ताले घात होती सा कौन सप्त स्वर सप्त घात सप्तांग सप्त तालकम सप्तैति परिभागेन संगीतस्य प्रकल्पयति 7 स्वर 7 घात 7 अंग 7 ताल प्रारंभिक पर्यायर संगीत शिखिबा पई साधना करिबा पई हेले 7टी जिनिस 7टी कथा जानिबा दरकार कपड़ा भाई भाई बुझि होउची ताले 7 स्वर कथा आउ तो नीति अछि देखिबा 7 ताल कथा देखिबा 7 अंग कथा देखिबा वर्तमान दशमरे जेहेतु घात राज्य परिवेषण हबो दशम घातरु गोटिए घात 7टा घातरु गोटिए घात बजेइबा 7टा घातर ना जानिचो मु काली कहि हौ थाउ रो गोटिए घात मु बजौछि घातर ना होती स्वयं घात काहाको कहिबा व्याकरणिक अर्थरे जे घातटी गीत सहित आपे आपे सृष्टि हुए ताको स्वयं घात कहिबा भाई बुझौछि जोटा कहिबो परिष्कार भाबरे ये घातटा केमि सृष्टि होछि तार गोटे गीत गाइबा गोटे गोटिए पद गाइबा बाबू भाई गोटे हाथ दाबे बजिबा हैला हां जनाशुना गीतटी आज्ञा बाबाजी दशमंत दास कौन कह देवी ढाणी तोते कलानी
ଇଏ ଗୋଟିଏ ଘାଟ ଏମିତି 6ଟି ଘାଟ ତା ପଛରେ ରହିଛି ସେ ଘାଟର ନାଁ କ'ଣ ଘାଟ କାହାକୁ କହିବା ସେ ଅଲଗା ଶୟା ଭାଇ ଇଏ ଗଲା ସପ୍ତସ୍ୱର ସପ୍ତ ଘାଟ ପ୍ରଭୁ ବାବାଜୀ କ'ଣ କହିଲେ ରଖିଲା 10 ବାଟ ଲଗାଇଲା କବାଟ ଶିଶୁ ମୁନା ଦୁଆରେ ଇଏ ଗୋଟିଏ କଥା ଗୀତ ୟାକୁ ସାରିବା ଶରୀର ତତ୍ତ୍ୱ ଭିତରେ ଇଏ କଥା ସାର ବୁଝେଇ ଯେହେତୁ ଆମେ ବାୟକ ହିସାବରେ ଛିଦ୍ର ବାୟକ ହିସାବରେ ମଞ୍ଚାସୀନ ହୋଇଛେ ମୃଦଙ୍ଗ ଉଦ୍ଦେଶ୍ୟରେ ଏ କଥାଟା କେମିତି ହଉଛି ମୃଦଙ୍ଗ ହାତଟି ବଜେଇଲି ଯେଉଁ ବିନ୍ଧାଣୀ ତତେ କଲା ନିର୍ମାଣ ସେଇ ତ ଦେହ ରହିଲା ତେଣୁ ଯୋଉ ବିନ୍ଧାଣିଆକୁ ତିଆରି କଲା ସେ ଭିତରେ ରହିଲା ମାନେ ମୃଦଙ୍ଗ ଭିତରେ ସେଇ ବିନ୍ଧାଣୀ ରହିଛି କୋଉଠି କହୁଛି ମିସ୍ତ୍ରୀ ନୁହଁ ଆରେ କାରିଗର ହେଲେ ଯିଏ ନିର୍ମାଣ କଲେ ସେ କାରିଗର କିନ୍ତୁ ଆର ନିର୍ମାତା ହେଲେ ଅଲଗା ଆଚ୍ଛା ସୃଷ୍ଟିକର୍ତ୍ତା ଜଣେ ଆବିଷ୍କାର ଜଣେ ସୃଷ୍ଟିକର୍ତ୍ତା କିଏ ସୃଷ୍ଟିକର୍ତ୍ତା ଅଛନ୍ତି ଭଗବାନ ବ୍ରହ୍ମା କେମିତି ଶ୍ଲୋକ ଗାଉଛି ଭାଇ ପାଠ ତ ଏମିତି ଖୋଲିଲେ ସବୁ ତାହେଲେ ସୃଷ୍ଟିକର୍ତ୍ତା ହେଲେ ବ୍ରହ୍ମା ଦେବ ଗୋଷ୍ଠୀ ସଭା ମଧ୍ୟରେ ଈଶ୍ୱର ନୃତ୍ୟକାର ବ୍ରହ୍ମାଲେ ଆର ସୃଷ୍ଟିକର୍ତ୍ତା କାହିଁକି ନା ଦେବଗୋଷ୍ଠୀ ସଭା ମଧ୍ୟ ଈଶ୍ୱର ନୃତ୍ୟକାର ଭଗବାନ ଶଙ୍କର ନୃତ୍ୟ କରୁଛନ୍ତି କୋଉଠି ନା ସ୍ୱର୍ଗପୁରରେ ଦେବସଭା ମଧ୍ୟରେ ସେଠି ମର୍ଦଳ ବଦଉଛନ୍ତି କିଏ ଆପଣ ମାନଙ୍କର ବ୍ରହ୍ମା ତାଳ ଧରୁଛନ୍ତି କିଏ ଗୀତ ଗାଉଛନ୍ତି କିଏ ଭଗବାନ ସତ୍ୟନାରାୟଣ ଭଗବାନ ବିଷ୍ଣୁ ଶୈବ ପୁରାଣ କହି ଦେବଗୋଷ୍ଠୀ ସଭା ମଧ୍ୟ ଈଶ୍ୱର ନୃତ୍ୟକାରକା ଘରଘରି ଚିହ୍ନନୀ କୃତ ସାରେଗାମା ପାଧାନିକମ ତାହେଲେ ଯେତେବେଳେ ଶଙ୍କର ଭଗବାନ ନୃତ୍ୟ କରୁଛନ୍ତି ଭଗବାନ ବ୍ରହ୍ମା ଆଜ୍ଞା ମର୍ଦଳ ବାଦନ କରୁଛନ୍ତି ଭଗବାନ ବିଷ୍ଣୁ ଆଜ୍ଞା ସଙ୍ଗୀତ ଗାନ କରୁଛନ୍ତି ଇଏ ନାଚ ଭିତରେ ଗୋଟିଏ ଘାଗୁଡ଼ି ଛିଡ଼ିଲା ଛାଡ଼ିକି ଗଲେ ସେ ଅଲଗା କଥା ଶଙ୍କରଙ୍କ ଅଣ୍ଟାରେ ଭଗବାନଙ୍କ ଅଣ୍ଟାରେ କେତୋଟି ଘାଗୁଡ଼ି ଥିଲା ଯେ ଗୋଟିଏ ଘାଗୁଡ଼ି ଛିଣ୍ଡିଲା ସେ ପୁଣି ପାବଛ ଭିତରେ ପଡ଼ିଲା ସେ ଅଲଗା ତାହେଲେ ଇଏ 10 ବାଟ ଭିତରେ ଦେଖନ୍ତୁ ମୁଁ କେତେ ଗୁଡ଼ିଏ ବାଟ ଆପଣଙ୍କୁ ଦେଖାଉଛି ମୃଦଙ୍ଗ ଭିତରେ କଣ ଶରୀର ଭିତରେ ଆପଣ ଜାଣନ୍ତି 10ଟି ବାଟ କି ଇଏ ଆଖି ହଉ କାନ ହଉ ନାକ ହଉ ସେ ଯାହା ବି ହଉ ଇଏ 10ଟି ବାଟ ଭିତରେ କପିଳ ଭାଇ ଯଦି ଗୋଟିଏ ବାଟ ବନ୍ଦ ହେଲା ଶରୀର ଭିତରେ ଯଦି ଶରୀର ଭିତରେ ଗୋଟିଏ ବାଟ ବନ୍ଦ ହେଲା ସେ ଆଖି ହଉ ନାକ ହଉ କାନ ହଉ ପାଟି ହଉ ଆମେ ବଞ୍ଚିବ ନା ଯଦି ବା ବଞ୍ଚିବ ବଡ କଷ୍ଟ ହବ ନା ନାଇଁ ଭାଇ ଆଖି ଫୁଟିଲା ବଞ୍ଚିବା ବଡ କଷ୍ଟ ହବନି ଯଦି ପାଟି ଆଜ୍ଞା ଖନା ହେଲା ନା ଖାଇ ହବ କିନ୍ତୁ କୌଣସି କାର୍ଯ୍ୟ କରିପାରିବ ଯୋଉ ଲୋକ ବୁଝିବ ସେ ବୁଝିବ ମୁଁ କାହିଁକି କହିଲି ସେ ଶରୀର ଭିତରେ ଯେମିତି 10ଟା ବାଟ ଇଏ ମୃଦଙ୍ଗ ଭିତରେ 10ଟା ବାଟ ମୋ ଶରୀରରେ ସିନା ଏସବୁ ବାଟ ଅଛି ମୃଦଙ୍ଗରେ ଗୋଟେ ବାଟ ନାହିଁ କହୁଛି କପିଳ ଭାଇ ଯୋଉଠି ଅବୁଝାକୁ ମତେ ପଚାରିବ ପରିଷ୍କାର ଗୋଟେ କ୍ୟାମେରା ଲାଗିଛି ଆରେ କପିଳ ଭାଇ ବାଟ ନାହିଁ ବାଟ ନାହିଁ ପ୍ରଥମ ବାଟ ଇଏ ହଉଛି ମାଟିର ହାଣ୍ଡି ପ୍ରଥମେ ଯେତେବେଳେ କାରିଗର ହାଣ୍ଡିଟିଏ ତିଆରି କଲା ଯୋଉମାନେ ବାୟକ ଭାଇ ଟିକେ ଜାଣିଥିବେ ସେ ହାଣ୍ଡିଟା ହଉଛି ଫମ୍ପା ଗୋଟିଏ ବାଟ ଇଏ ହାଣ୍ଡି ବି ଏପର୍ଯ୍ୟନ୍ତ ଅଛି ମୃଦଙ୍ଗ ବାଜୁଛି ଯଦି ସେ ହାଣ୍ଡି ଭିତରେ କୋଉଠି ଟିକେ ଫାଟିଲା ଆଉ ମୃଦଙ୍ଗ କଥା କହିପାରିବନି ଠିକ ନା ଠିକ ଗଲା ପ୍ରଥମ ବାଟ ତାପରେ ଦେଖନ୍ତୁ ପ୍ରଥମ ଚମଡ଼ା ଯୋଉଥିରେ କିରଣ ହେଇଛି ଯୋଉଠି କିରଣ ଲାଗିଛି ଇଏ ହଉଛି ଗୋଟିଏ ବାଟ ଯଦି ଇଏ ଚମଡ଼ା ଭିତରେ ଟିକେ ସୂତାଏ କୋଉଠି କଟିଲା ମୃଦଙ୍ଗ ଆଉ କଥା କହିବନି ଇଏ ଗଲା ବାଟ 2 3 ଇଏ ପୁଡ଼ା ଉପରେ ଗୋଟିଏ ଚମଡ଼ା ଦିଆଯାଇଛି ଇଏ ଚମଡ଼ାଟି ହଉଛି ସ୍ୱର ସାଧନ ବା ସ୍ୱର ବାନ୍ଧିବା ପାଇଁ ଆଉ ଗୋଟେ ଚମଡ଼ା ଦିଆଯାଇଛି ଇଏ ହେଲା ବାଟ ନମ୍ବର 3 ତା ଉପରେ ଗୋଟିଏ ରେଢା ଦିଆଯାଇଛି ଯୋଉଠି ଗଛ ଗୁଡ଼ିକ ଗୁନ୍ଥା ଯାଇଛି ଇଏ ଗୋଟିଏ ବାଟ କାହିଁକି କହୁଛି ନା ଇଏ ରେଢା ଯଦି କଟିଲା ଆଉ ମୃଦଙ୍ଗ ବାଜିବନି ଦେଖନ୍ତୁ ଆପଣ ଯିଏ ବାୟକ ଥିବେ ସେ ଜାଣିବେ ଇଏ ହେଲା 4 ଆଉ ଗୋଟିଏ ଏଇ ଯୋଉ ଗଛ ଇଏ ହେଲା ଗୋଟିଏ ବାଟ କେତେ ବାଟ ହେଲା 5 ଇଏ ଗଲା 5ଟି ବାଟ ଆଉ ଇଏ ଗୋଟିଏ କାନ୍ଧିଆ ଲାଗିଛି ଦେଖନ୍ତୁ ମୃଦଙ୍ଗ ଟିକେ ସ୍କନ୍ଧରେ ଧାରଣ କରିବାକୁ ହରିଡ଼ା ଉପରେ କର୍ଣ୍ଣ ଯାହାକୁ କର୍ଣ୍ଣ କୁହାଯାଏ ସେ ହେଲା ବାଟ ଗୋଟିଏ ହେଲା 6 ଆଉ ଇଏ ଯୋଉ ଅନନ୍ତ ନାଗ ଇଏ ହଉଛି କେମିତି ଅନନ୍ତ ନାଗ ଇଏ ଯୋଉ ଫିତା ବାୟକଙ୍କର ଇଏ ଯୋଉ ଫିତା ଲାଗିଛି ମୃଦଙ୍ଗରେ କେହି କୁହନ୍ତି କାବ୍ୟକର୍ତ୍ତା କୁହନ୍ତି ହେଉଛନ୍ତି ଅନନ୍ତ ନାଗ ସର୍ପ
ତେଣୁ ଇଏ ହେଲା ବାଟ ନମ୍ବର 7 ଆଉ କେତେଟା ବାଟ ରହିଲା କେମିତି ଆଉ 10ଟି ବାଟ ଆଉ 3ଟି ବାଟ ରହିଲା ସବୁ କଥା ଖୋଲିଦେଲେ ତାହେଲେ ଇଏ ମୃଦଙ୍ଗର ଯେମିତି ଶରୀରରେ ଯେମିତି ବାଟ ମୃଦଙ୍ଗର ସେମିତି ବାଟ 7ଟି ବାଟ କହିଲି କହିଲା କର୍ମ ଢାଙ୍କିତି ସିନା ଚଉରା ବୁଝାଉଛି ଦେଖନ୍ତୁ ମୁଁ କେମିତି ପ୍ରମାଣ ଦଉଛି 84 ଆଙ୍ଗୁଳ ଶରୀର ଭିତରେ ଚର୍ମ ଢାକିଛି କପିଳ ଭାଇ ମୃଦଙ୍ଗଟା କେତେ ଆଙ୍ଗୁଳ ଟିକେ ମାପିଲ ହାତ ପକା ହାତେ ହଉଛି ହାତେ ହାତ କେତେ 24 ଆଙ୍ଗୁଳ ବୁଝାଉଛି 24 ପିଛା ଯାକୁ ମାପିଦେଲେ ହବ 12 24 ର 12 ଟିକେ ମିଶେଇ ଦିଅ ବୁଝାଉଛି ଠିକ ଠିକ ସବୁ 36 ଆଗ ହେଲା 6 କୌଣସି ଆଗ ବି 7 ରୁହେ ତାହେଲେ ସେଇଟା କେତେ 36 ହେଲା 6 କେତେ 42 84 ରୁ 42 ଗଲା ଆଉ କେତେ ରହିଲା ଆରେ ଆଉ 42 ବୁଝାଉଛି ଆଉ ରହିଲା 42 ମୁଁ 42 ଆଙ୍ଗୁଳ ପ୍ରମାଣ ଦେବି ଆଉ 42 ଆଙ୍ଗୁଳ ଆର ଭିତରେ ହବ କହିଲା କର୍ମ ଢାଙ୍କିତି ସିନା ଚଉରାଶି ଭାଇ 82 ଆଙ୍ଗୁଳ ଦେଲି ଆହୁରି 82 ଆଙ୍ଗୁଳ ଆର ଭିତରେ ଅଛି 82 ମିଶିଲେ ହବ 84 ଆପଣ ମାନଙ୍କର ରଥ ହେଲା 3 ରଥର ଚକ ମିଶେଇଲା ହବ 42 ଯାଉଛି ଗୁଣ୍ଡିଚା ମନ୍ଦିରରୁ ଆପଣଙ୍କର ଶ୍ରୀମନ୍ଦିରକୁ 42 ପୁଣି ଫେରୁଛି 42 ସିଏ ବି ହବ 84 ସବୁ ମିଶିଲେ ଯାଇକି ଏକ ନା ବୁଝାଉଛି ଆଉ 82 ଆଙ୍ଗୁଳ କୋଉଠି ରହିଲା ନାଇଁ ତମକୁ କହୁଛି ये कथाटा मैं काहे कहली जेहेतु आज समय मिली मु दीपक कथा पाठ आलोचना कपिल भाई या भीतर रखिला 10 बाट लगाइला कबाट कथाटा रही जदि ये 10टा बाट रहिला आ भीतर एठी शिशुमना द्वार भगवान रहिले शरीर तत्व भीतर केमिति कोन सेटा सार आसिले मृदंग भीतर शिशुमना द्वार की जोठी रही आपण मानकर भगवान नंदकृष्ण अछंती भगवान कृष्ण नंदचाट अछंती से शिशुमना द्वार ये मृदंग भीतर किए आनी 2 दिन पाला अछि काली छी निस्तवार किछ ना ताले कबाट हेति किए सेठी कंची किए सेठी ताला किए केमिति ताला फिटिले ये मृदंग भीतर भगवान कृष्ण अछंती बिले प्रमाण हबो जे पाठ हेति थाउ ये नाम डाको ताप देखिला गाडी तो बोर्ड Sorry.
ଆମେ ପାଖି ଆଗରେ ରଖି ଯେହେତୁ କାର୍ଯ୍ୟକ୍ରମ ହଁ କଥାଟା ଆଗକୁ ଟିକେ ଗଢ଼େଇ ନେବା ହଁ ତାହେଲେ କପିଳ ଭାଇ ଭାଇ କ୍ଷୁଦ୍ର କ୍ଷୁଦ୍ର କଳାକାର ହିସାବରେ ହଁ ଯେହେତୁ ମଞ୍ଚରେ ମଞ୍ଚାସୀନ ହୋଇଛେ ହଁ ବାଦ୍ୟ ଖଣ୍ଡେ ପରିବେଷଣ କରିବା ଠିକ ଠିକ ବାଦ୍ୟ ଆଜ୍ଞା ଶ୍ଲୋକଘାତୀ ବାଦ୍ୟ ହଁ ଶ୍ଲୋକଘାତୀ ବାଦ୍ୟ ଖଣ୍ଡେ ପରିବେଷଣ କରି ଗନ୍ତବ୍ୟ ପଥର ହେବା ପଥିକ ଆଜ୍ଞା କହିବ କଣ ଗୁରୁ ପ୍ରଣୟ ବାଦ୍ୟ ଖଣ୍ଡେ ମୁଁ ବଜାଉଛି ଆଜ୍ଞା ହଉ ଶ୍ରୀ ଗୁରୁ ବନ୍ଦେ ଚରଣେ ପ୍ରଣତି ବାଦତ ମୃଦଙ୍ଗ ଧନତି ଧନତି ଶପଥ ସୁରକୃତ ପ୍ରକଟିତ ରଟନା ହଁ। ତା ତି ଥୋ ଧେ ଚା ଟା ନା ନା ହେଲା ହଁ ନା ହଉ ମୃଦଙ୍ଗ କହିବ ହଁ ଶ୍ରୀ ଗୁରୁ ହେଲାନି କଣ କହୁଛି ଏ ଭାଇର ପ୍ରଥମର ଭୁଲ ହେଲା କକା ଓ କଣ ଭୁଲ ହଉଛି ଏ ପ୍ରଥମ ମୃଦଙ୍ଗ କଲେଣି ଫ୍ରି କଣ ଫ୍ରି ଉଚ୍ଚାରଣ ହେଇପାରୁନି ଶ୍ରୀ ହଉନି ମୃଦଙ୍ଗ କଲେ ଫ୍ରି କେମିତି କହିବ କେମିତି? ଶ୍ରୀ ହଉଛି ଅଲଗା ଶ୍ରୀ ହଉଛି ଅଲଗା ଦେଖିବା କେମିତି ହଁ ହଁ ହେଲା ହଁ ଇଏ ହେଲା ଫ୍ରି ଶ୍ରୀ 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 ଗୁରୁ ବନ୍ଦେ ଚରଣେ ପ୍ରଣତି ଚରଣେ ପ୍ରଣତି ବାଦତ ମୃଦଙ୍ଗ ଧନତି 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 ଶପଥ ସୁରକୃତ ପ୍ରକଟିତ ରଟନା ତାତି ତୋ ଧେ ତା ନା ରୂପ ସନାତନ ପରିଣିତ ନା ହଁ ହଁ ବାଧ୍ୟ ତାହେଲେ କପିଳ ଭାଇ ହଁ। ସଂସାର ଭିତରେ ହଁ ବଞ୍ଚିବା ପାଇଁ ହେଲେ ହେଲି କିଛି କିଛି କର୍ତ୍ତବ୍ୟ କରିବାକୁ ପଡିଥାଏ ଠିକ କର୍ତ୍ତବ୍ୟ କରି ଖାଇଲେ ବଞ୍ଚିବା ଆଁ? ଆଉ କର୍ତ୍ତବ୍ୟ କରି ଖାଇବାକୁ ପଡିବ ହଁ ହଁ ନା 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 ଆଉ ଖାଇବା ପାଇଁ କେବେ ବଞ୍ଚନା ତାହେଲେ ଖାଇବା ପାଇଁ ବଞ୍ଚିବାର ଆବଶ୍ୟକ ନାହିଁ ଆଉ ବଞ୍ଚିବା ପାଇଁ ଯେତିକି ଆବଶ୍ୟକ ସେତିକି ଖାଇବା ଖାଇବା ପାଇଁ ବଞ୍ଚିଲେ ଅସୁବିଧା ହଉ ଆଁ? ହଁ କାହିଁକି କଥା କହୁଛି ଖାଇ ପାଇଲ ଦେଖନ୍ତୁ ଆପଣମାନେ ଛୋଟ ଛୋଟ ପିଲାମାନେ ଅଛନ୍ତି ହଁ। ମୋର ଶ୍ରଦ୍ଧେୟ ଭାଇ ଭଉଣୀମାନେ ଅଛନ୍ତି ଆଜିକାଲିକା ଯୁଗରେ ଦେଖିବେ ହଁ ଛୋଟ ଛୋଟ ପିଲାମାନଙ୍କୁ କଥା ଆଜ୍ଞା ଶିକ୍ଷା ଦେବେ ହଁ କଣ ଶିକ୍ଷା ସଂସାର ଭିତରେ ଭଗବାନ କିଏ ଦେବତା କିଏ ହଁ। ଏ ସବୁ ଛୋଟ ଛୋଟ ପିଲାମାନଙ୍କୁ ଶିକ୍ଷା ଦେଲେ ଏଇ ଆମର ସାମାଜିକ ଚଳନି ସାମାଜିକ ଶିକ୍ଷା ସଂସ୍କାରିତ ହେଇଯିବ ଠିକ କଣ କଣ କପିଳ ଭାଇ ହଁ ଦେବତା କହିଲେ ପିତା ମାତା ଠାରୁ ବଡ଼ ଦେବତା କେ ପିତା ଘର ଗରାଇବେ ନାହିଁ ହୋ ଘର ଗରାଇବେ ନାହିଁ କରିଆ ଶିଷ ସହାୟକା ପୁଣି ବିପଦ କରିବା ପାଇଁ ହୋ ବିପଦ ପିତା ମାତା ଠାରୁ ବଡ଼ ଦେବତାକେ ସ୍ୱର୍ଗ ରାଇବେ ନାହିଁ ନାହିଁ। ତାଙ୍କରି ଆଶିଷ ସହାୟକ ସିନା ହଁ। ବିପଦ ତରିବା ପାଇଁ ପାଣି ତାହେଲେ ଯଦି ପିତା ମାତାଙ୍କର ସେବା କରିବା ହଁ 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 ଇଏ ସଂସାର ଚଳଣି ଇଏ ସାମାଜିକ ଶିକ୍ଷା ଆଜ୍ଞା ଉନ୍ନତି ହେଇଯିବ ଠିକ ଠିକ ଏ କଥାଟା ଆମେ ଶିଖେଇବା ଦରକାର ହଁ କାହିଁକି କଥା କହୁଛି କାଇ କହିଲ କପିଳ ଭାଇ ହଁ ତମ ଘରେ ପିଲା ଅଛନ୍ତି ଚାରି ଗୋଟି ଆମ ଘରେ ପିଲା ଅଛନ୍ତି ଏକ ବାପା ଏବଂ ମା ହଁ ଆମର ଅତିଥି ମାନେ ଆମ ଘରେ ପହଞ୍ଚିଲେଣି ଆମର ଗୋଟେ ପାଲା ଆରମ୍ଭରେ ଆମେ ଟିକେ 10 ମିନିଟ୍ ସମୟ ନେବୁ ମୁଁ ଗାୟକ ମହାଶୟଙ୍କୁ ଅନୁରୋଧ କରିବି ଆମ